କେବଳ ଗୋଟେ ଥର ମୋ ପ୍ରୋସେସରେ ବନାନ୍ତୁ ଆଉ ଘରକୁ ଯଦି ଗେଷ୍ଟ ଆସିଛନ୍ତି ନା ସିଏ ବି ପଚାରି ବୁଝିବେ ଆଜିର ରେସିପି କେମିତି ବନେଇଛ। ୱାଓ ଏତେ ଟେଷ୍ଟି ବନିଥିଲା କି ଆପଣମାନେ ବିଲକୁଲ ବି ବିଶ୍ୱାସ କରିପାରିବେନି ଯେପର୍ଯ୍ୟନ୍ତ ଭିଡ଼ିଓ ସମ୍ପୂର୍ଣ୍ଣ ନ ଦେଖିଛନ୍ତି। ତାପରେ ତ କଥା ହେଲା ଆପଣମାନେ ଯଦି ଘରେ ଥରେ ଏଇ ପ୍ରୋସେସରେ ବନେଇ ନେବେ ବାରମ୍ବାର ବି ସମସ୍ତେ ଡିମାଣ୍ଡ କରିବେ ପୋଟଳ ସିଜିନ୍ ସରିବା ପର୍ଯ୍ୟନ୍ତ ଏମିତି ବନେଇବାକୁ। ଆଜିର ଏଇ ପୋଟଳ ତରକାରୀ ବିନା ପିଆଜ ରସୁଣରେ ବନେଇବା। ଏଇଠି କିଛି ପୋଟଳକୁ ମୁଁ ଏମିତି ଚୋପା ବାହାର କରିକିରି ମଝିରୁ ଟିକେ ଚିରା ଲଗେଇ ନେଇଛି ଆଉ ଟିକେ ବଡ଼ ସାଇଜର ପୋଟଳ ଅଛି। ପୋଟଳକୁ ଭଲସେ ମୁଁ ଧୋଇକିରି ରଖି ନେଇଥିଲି ତାପରେ ଚୋପା ବାହାର କରିକିରି ତାକୁ ଦୁଇ ଖଣ୍ଡ କରି ମଝିରୁ ଟିକେ ଚିରା ଲଗେଇ ଦେଇଛି। ଏଠି କଡ଼େଇ ବସେଇଛି, କଡ଼େଇରେ କିଛି ରିଫାଇନ୍ ତେଲକୁ ଦେବା। ତେଲ ଗରମ ହେଲା ପରେ ସବୁ ପୋଟଳ ଗୁଡ଼ାକ ଦେବା। ପୋଟଳକୁ ଆମେ ଯଦି ଛାଣିକି ବନେଇବା ଟେଷ୍ଟ ବହୁତ ବଢ଼ିଆ ରହିବ। କେବଳ ମୁଁ କହୁଛି ବୋଲି ମୋ କଥାରେ ବିଶ୍ୱାସ ନ କରି ଆପଣମାନେ ଥରେ ନିଶ୍ଚୟ ଏଇ ପ୍ରୋସେସରେ ଟ୍ରାଏ କରିସାରିଲା ପରେ ଆପଣମାନେ ମୋ କମେଣ୍ଟରେ ଯାଇ କମେଣ୍ଟ ଦେବେ କି ତରକାରୀଟା ବହୁତ ସୁପର ଟେଷ୍ଟି ବନିଥିଲା। ଏଇଠି ପୋଟଳ ବଢ଼ିଆ ସେ ଦୁଇ ପଟ ଏପଟ ସେପଟ କରି ଟିକେ କ୍ରିସ୍ପି କରି ବା ଲାଇଟ୍ ବ୍ରାଉନ୍ କଲର୍ କରିକି ଛାଣି ନେଇଛି। ଯଦି ଆପଣ କମ୍ ତେଲ ଖାଇବାକୁ ପସନ୍ଦ କରୁଛନ୍ତି ତାହେଲେ ତେଲରେ ନ ଛାଣିକି ମଧ୍ୟ ଭାଜିକି ବନେଇ ପାରିବେ, କିନ୍ତୁ ତେଲରେ ଟିକେ ଛାଣିଦେଲେ ତରକାରୀ ବହୁତ ବଢ଼ିଆ ଲାଗିବ। ଏଇଠି ସବୁ ପୋଟଳ ଗୁଡ଼ାକ ଟିକେ କଲର୍ ଚେଞ୍ଜ ହେଇଗଲାଣି, ଭଲସେ ଭାଜିଦେଲି ବା ଛାଣି ହେଇଗଲା ତାକୁ କାଢ଼ି ନେବା। ଦର୍ଶକ ବନ୍ଧୁ ମୋର ଭିଡ଼ିଓ ଦେଖି ସାରିଲା ପରେ ଯଦି ଆପଣମାନଙ୍କୁ ପସନ୍ଦ ଆସେ ପ୍ଲିଜ୍ ଛୋଟ ଗୋଟେ ଲାଇକ୍ କରିବେ, କମେଣ୍ଟ କରିବେ ଆଉ ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଆଉ ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଏଇଠି ଆମର ପୋଟଳ ବଢ଼ିଆ ସେ ଭାଜି ହେଇଗଲା, ଆମେ ତାକୁ ଗୋଟେ ପାତ୍ରକୁ କାଢ଼ି ନେବା। ଏଇଠି କେତେ କଲରଫୁଲ୍ ଲାଗୁଛି ପୋଟଳ ଦେଖନ୍ତୁ, ଆଉ ତରକାରୀ ବନେଇ ସାରିଲା ପରେ ବି ବହୁତ ଟେଷ୍ଟ ଲାଗିବ। এই ତରକାରୀ ବନେଇବା ପାଇଁ ଆମେ କ'ଣ କ'ଣ ମସଲା ନେବା ଆଉ କେଉଁ ମସଲାକୁ କେତେବେଳେ ବ୍ୟବହାର କରିବା। ଏଠି 1 ଇଞ୍ଚର ଅଦାକୁ ମୁଁ ଟିକେ ଛେଚିକି ନେଇଛି, ଗୋଟେ ଟମାଟୋ ନେଇଛି, ତାକୁ ମିକ୍ସି ଜାର ଦେଇକି ପୁରା ଚିକଣ କରି ପେଷ୍ଟ କରି ଆଣିବା। ଏଠି ଗୁଣ୍ଡ କାଜୁ 1 ବଡ଼ ଚାମଚ ଆଉ 1 ବଡ଼ ଚାମଚ ଚାରମଗଜ, ତାକୁ ମଧ୍ୟ 1 ଘଣ୍ଟା ପୂର୍ବରୁ ଭିଜେଇ ରଖିଥିଲି, ତାକୁ ଅଳ୍ପ ପାଣି ଦେଇକି ମଧ୍ୟ ଚିକଣ କରି ବାଟି ଆଣିଲି। ଏଠି ଟମାଟୋ ଆଉ ଅଦା ପେଷ୍ଟ ରେଡ଼ି, ଏଠି କାଜୁ ଆଉ ଚାରମଗଜର ପେଷ୍ଟ ବି ରେଡ଼ି। ଏଇଠି ଆମର ମସଲା ସିନା ରେଡ଼ି ହେଇଗଲା, ତା ସହିତ ମୁଁ ଗୋଟେ ନଡ଼ିଆରୁ ଫାଳେ ଖଣ୍ଡେ ଛୋଟ ଛୋଟ କରି କାଟି ନେଇଛି, କିଛି ନଡ଼ିଆ କୋରା ଦେଇଛି, ତାକୁ ମଧ୍ୟ ଅଳ୍ପ ପାଣି ଦେଇ ଚିକଣ କରି ବାଟିକିରି ତାର ରସକୁ ଚିପୁଡ଼ିକି ରଖିନେବା, ତାକୁ ଆମେ ପରେ ବ୍ୟବହାର କରିବା। ଏଇଠି ଗୋଟେ କଡ଼େଇ ବସେଇଛି ଆଉ କଡ଼େଇରେ ଟିକେ ଧୋଇ ସାରିଲା ପରେ ଆଉ 1 ବଡ଼ ଚାମଚ ରିଫାଇନ୍ ତେଲକୁ ଦେବା। ଆଉ ତେଲକୁ ଗରମ ହେବା ପରେ କିଛି ଗୋଟା ମସଲାକୁ ଦେବା, କିଛି ଗୋଟା ଜିରା, ଡାଲଚିନି, ଗୋଟେ ବଡ଼ ଅଳେଇଚ, 2ଟା ଗୁଜୁରାତି, 2ଟା ଲବଙ୍ଗ, ଗୋଟେ ତେଜପତ୍ର ପକେଇଛି, ତାକୁ ଟିକେ ଭାଜି ନେବା। ଏଇଠି ବଢ଼ିଆ ବାସ୍ନା ଆସିଗଲାଣି ଆମର ଗୋଟା ମସଲାର। ଆଉ ମସଲା ପେଷ୍ଟ ଯେଉଁ ଟମାଟୋ ଆଉ ଅଦାକୁ ରଖିଥିଲେ ତାକୁ ଆଡ଼୍ କରିନେବା। ଟମାଟୋ ଆଉ ଅଦା ବାଟିଲା ବେଳେ ଆପଣ ଯଦି ଚାହିଁବେ କିଛି କଞ୍ଚା ଲଙ୍କାକୁ ଦେଇକି ବାଟି ପାରିବେ। ଏଇଠି ଅଦା ଆଉ ଟମାଟୋ ଆଉ ଅଦାକୁ ଦେଇକିରି ଗ୍ୟାସ୍ର ଫ୍ଲେମ୍କୁ ଟିକେ ଲୋ ଟୁ ମିଡ଼ିୟମ୍ ରଖିବା। ଆଉ ମସଲା ଡ୍ରାଏ ହେବା ପର୍ଯ୍ୟନ୍ତ, କଞ୍ଚା ସ୍ମେଲ୍ ଯିବା ପର୍ଯ୍ୟନ୍ତ ଟିକେ ଭାଜି ନେବା। ଏଇଠି ମସଲା ଡ୍ରାଏ ହେଇଗଲାଣି, ଅଳ୍ପ କିଛି ପାଣି ଦେବା ଯେଉଁଥିପାଇଁ କି ଆମେ କିଛି ଗୁଣ୍ଡ ମସଲା ବ୍ୟବହାର କରିବା, ତରକାରୀ ପୁରା ସୁପର ଟେଷ୍ଟି ବନିବ। ଏଇଠି ମସଲା ଗୁଣ୍ଡରେ 1 ବଡ଼ ଚାମଚ ଜିରା ଆଉ ଧନିଆର ଗୁଣ୍ଡ, 1 ବଡ଼ ଚାମଚ କରି ପାଉଡ଼ର, 1 ବଡ଼ ଚାମଚ କାଶ୍ମୀର ଲଙ୍କା ଗୁଣ୍ଡ, ରାଗ ଲଙ୍କା ଗୁଣ୍ଡ ଅଧ ଛୋଟ ଚାମଚ ଆଉ ଅଧ ଛୋଟ ଚାମଚ ହଳଦୀ ଗୁଣ୍ଡ ଦେଇଛି। ଜିରା ଆଉ ଧନିଆ ଗୁଣ୍ଡ ମିଶିକିରି 1 ଚାମଚ ହେଇଛି, ଅଧିକ ପକେଇବେନି, କଷାଳିଆ ବା ହାର୍ଡ଼ ଟେଷ୍ଟ ଆସିବ। ଏଇଠି ଅଳ୍ପ ପାଣି ଦେଇକି ମସଲାରୁ ତେଲ ଅଲଗା ହେବା ପର୍ଯ୍ୟନ୍ତ ଆଉ 1 ମିନିଟ୍ ଭଲସେ କଷି ନେବା। ଏଇଠି ଗ୍ୟାସ୍ର ଫ୍ଲେମ୍କୁ ଲୋ ମୁଁ ରଖିଛି, ଆଉ ମସଲାରୁ ତେଲ ମଧ୍ୟ ବହୁତ ବଢ଼ିଆ ଭାବରେ ଛାଡ଼ିଗଲାଣି। ଏବେ ଆଗରୁ ବାଟିକି ରଖିଥିବା ଚାରମଗଜ ଆଉ କାଜୁର ପେଷ୍ଟକୁ ଦେବା, ତାକୁ ଗୋଳେଇ ନେବା ଆଉ ମସଲା ଡ୍ରାଏ ହେବା ପର୍ଯ୍ୟନ୍ତ ଆଉ 1-2 ମିନିଟ୍ ଭଲସେ କଷି ନେବା। ଏଇଠି ମସଲା ବଢ଼ିଆ ସେ କଷି ହେଲାଣି, ଡ୍ରାଏ ହେଇଗଲାଣି, ଅଳ୍ପ କିଛି କସ୍ତୁରୀ ମେଥିକି ହାତରେ ଟିକେ କ୍ରସ୍ କରିକି ଦେଇଦେବା। ଟେଷ୍ଟକୁ ବାଲାନ୍ସ କରିବା ବା ସ୍ୱାଦ ବଢ଼ିଆ ରହିବ ପାଇଁକି ଏଠି 1 ବଡ଼ ଚାମଚ ଦେଇଦେବା ଚିନି। ଚିନିଟା ବିଲକୁଲ ବି ସ୍କିପ୍ କରିବେନି, ନିଶ୍ଚୟ ପକାଇବେ, ବହୁତ ଟେଷ୍ଟ ଲାଗିବ। ଏଠି ଚିନିକି ଦେଇକି ଗୋଳେଇ ନେବା ଆଉ 1-2 ମିନିଟ୍ ଭଲସେ କଷି ନେବା। ଯେ ପର୍ଯ୍ୟନ୍ତ ମସଲାରୁ ତେଲ ଛାଡ଼ିବା ଆରମ୍ଭ ହେଇଛି ନ ହେଇଛି ସେହି ପର୍ଯ୍ୟନ୍ତ କଷିବା। ଏଠି ବଢ଼ିଆ ଭାବରେ ମସଲାରୁ ତେଲ ଛାଡ଼ିବା ଆରମ୍ଭ ହେଇଗଲାଣି। ଏବେ ଆମେ ଆଗରୁ ଭାଜିକି ରଖିଥିବା ପୋଟଳକୁ ଆଡ଼୍ କରିବା। ପୋଟଳର ଯେତେ ସାରା ବି ରେସିପି ବନେଇଛନ୍ତି ଖାଇଛନ୍ତି, ସବୁଠାରୁ ଅଧିକ ସ୍ୱାଦିଷ୍ଟ ଆଉ ବିନା ପିଆଜ ରସୁଣ ବାଲା ପୋଟଳର ଏହି ରେସିପିଟା ସମସ୍ତଙ୍କୁ ବହୁତ ପସନ୍ଦ ଆସେ। ଖାସ୍ କଥା ହେଲା କିଛି ଜଣ ବନେଇଲା ବେଳେ ପ୍ରୋସେସ୍ ଟିକେ ଚେଞ୍ଜ ହେଇଯାଏ, ଯାହାଫଳରେ ଖାଇବାକୁ ଏତେ ବି ଭଲ ଲାଗେନି। କିନ୍ତୁ ଆଜିର ପୋଟଳ ତରକାରୀ ମୁଁ ଯେମିତି ବନେଇଥିଲି ଯଦି ପ୍ରୋସେସ୍ ସେମିତି ବନେଇବେ, ଆମ ଘରକୁ ଆସିଥିବା ଗେଷ୍ଟମାନେ ବି ତାରିଫ କଲେ ବହୁତ ବଢ଼ିଆ ଲାଗୁଥିଲା। ଏଇଠି ବଢ଼ିଆ ସେ ପୋଟଳକୁ ଦେଇକି ମସଲା ସେ କଷି ସାରିଲା ପରେ ମୁଁ ଯେହେତୁ ପ୍ରଥମରୁ ପୋଟଳରେ ଲୁଣ ଦେଇନଥିଲି, ଏଇଠି ସ୍ୱାଦ ଅନୁସାରେ ଲୁଣକୁ ଆଡ଼୍ କରିନେବା ଆଉ ଅଳ୍ପ ପାଣି
ପାଣି ଦେବା ଯେହେତୁ ଡ୍ରାଏ ହେଇଯାଇଛି। ମସଲାକୁ ଆଉ 1-2 ମିନିଟ୍ ପୋଟଳ ସହିତ ମିଶେଇକି ବା ଗୋଳେଇକି କଷି ନେବା। କେବଳ ମୁଁ ପୋଟଳ ଛାଣିଲା ବେଳେ ଗ୍ୟାସର ଫ୍ଲେମ୍କୁ ହାଇ ରଖିଥିଲି। ଏହି ପର୍ଯ୍ୟନ୍ତ ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖି ପୋଟଳକୁ କଷି ସାରିଲାଣି ଆଉ ବଢ଼ିଆ ସେ କଷି ହେଇଗଲାଣି। ଆଗରୁ ବି ଆମର ପୋଟଳ ବଢ଼ିଆ ସେ ଭାଜି ହେଇଯାଇଥିଲା ବା ଛାଣି ହେଇଯାଇଥିଲା। ଆଗରୁ ବାଟିକି ରଖିଥିବା ନଡ଼ିଆର ପେଷ୍ଟ ବା ଛାଣିକିରି ମୁଁ ନେଇଯାଇଛି ରସ, ତାକୁ ଆଡ଼୍ କରିନେବା ଆଉ ଅଳ୍ପ କିଛି ପାଣି ଦେବା ଯେହେତୁ ଆମର ଗ୍ରେଭିଟା ବହଳିଆ ରହିବ। କିଛି ସମୟ ଫୁଟିବା ପାଇଁ ହାଇ ଫ୍ଲେମ୍ରେ ଛାଡ଼ି ନେବା। ଏଇଠି ପୋଟଳ ସହିତ ମସଲା ବଢ଼ିଆ ସେ ଫୁଟିଗଲା ପରେ ଗ୍ରେଭି ବହଳିଆ ହେଇଗଲାଣି। ଆପରେ ବି କିଛି ସମୟ ରହିଲେ ପୁରା ଡ୍ରାଏ ହେଇଯିବ ବା ଶୁଖିଲା କୁର୍ମା ବାଗିଆ ହେଇଯିବ, ବହୁତ ବଢ଼ିଆ ଲାଗିବ। ଆପଣ ଚାହିଁଲେ ଏଠି କିଛି କଟା ଧନିଆ ପତ୍ର ଆଉ କିଛି ଗରମ ମସଲା ଆଡ଼୍ କରିପାରିବେ। ଏଇଠି ଆମର ସୁପର ଟେଷ୍ଟି ଭୋଜି ଷ୍ଟାଇଲ ପୋଟଳ ଆଳୁ କୁର୍ମା ପୁରା ରେଡି।